ଘାଣ୍ଟ ଖାଇବ ଯେ ଏପଟେ ଡିଷ୍ଟର୍ବ କରନି। ଘାଣ୍ଟ 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 କୁଆଡ଼େ ହେଇଛି କୁଆଡ଼େ ହେଇଛି ଚାଲ ଏଇଠି ତମେ ଏଠିକି ଆସୁନ, ତମେ ଏଠି ଛତା ଧରି କୋଠି ହେଇଛ? ଜୟ ଜଗନ୍ନାଥ ସାଙ୍ଗ। ଆଜି ସକାଳୁ ସକାଳୁ ଦେଖୁଥିବେ ବର୍ଷା ଚାଲିଛି, କିନ୍ତୁ ଆଜି ଆମର ହବ ପାର୍ବଣ ଘାଣ୍ଟ। ଏପଟେ ଚାଲିଲାଣି ସବୁ କାମ ଦେଖଉଛି ବର୍ଷାରେ ଘାଣ୍ଟ ଖାଇବା ନିଶାରେ ଏତେ ଯେ ବର୍ଷା ମାନୁନାହାନ୍ତି ଲୋକ। ସକାଳୁ ଆସି ଏଇଠି ପିଆଜ ଛଡ଼େଇଲି ଦେଖଉଛି ଦେଖ କାମଟା ଏଇଠି ସକାଳୁ ଆସି ପିଆଜ ଆଉ କ'ଣ ଏଇଟା ଦେଶୀ ଆଳୁ ଚାଲିଲାଣି କାମ। ଆଉ କିଛି ସମୟ ପରେ ସବୁ ଆସିଯିବେ। ଆଜି ପାର୍ବଣ ଘାଣ୍ଟ ଚାଲିଛି। ସକାଳୁ ତ ବର୍ଷା ଧରିଛି, ଏଇଠି ଆଉ ଜଣେ ଆସିଗଲେଣି। ଏଇଠି ଖାଲି ତ ଘାଣ୍ଟ ଖାଇବେ ବୋଲି ଯାହା ହେଉଛନ୍ତି ଏଇଠି ସକାଳୁ। ଏଇଆ କହୁଛ? ଖାଲି ପଟେଇ ପଡ଼ିଥାନ୍ତା। ହଁ ଖାଲି ପଟେ ଆଉ କିଛି ପଡ଼ିନଥାନ୍ତା। ଠିକ୍ ହେଇଥିଲା। କହିଲା ଭାଇ ଖାଲି ପଟେଇ ଦିନ କୁଇଣ୍ଟାଲ ଉପରେ ପଡ଼ିଲେ ଫୋନ୍ କରି କହିଲି କହିଲା ଭାଇ ଜମା ପଡ଼ୁନାହାନ୍ତି। ଦେଖିପାରୁଥିବେ ନନା ଆସି ମାଛ ଟାଣିବାରେ ବ୍ୟସ୍ତ ହେଇଗଲେଣି। ଦେଖନ୍ତୁ ପୁରା ନନା ବି ନିଦ ହଉନି, ନନାକୁ ବି ନିଦ ହଉନି, ଘାଣ୍ଟ କରିବେ ଆଉ। ଅଜା ଆମର ଆଜି ଘାଣ୍ଟ ଖାଇବେ। ଅଜା କ'ଣ ବର୍ଷାରେ କେମିତି କ'ଣ ମାନେ ଘାଣ୍ଟ ପାଇଁ ଅସୁବିଧା ହେଉଛି ନା? ନାଇଁ ଟିକେ ଅସୁବିଧା। ଘାଣ୍ଟ ତ 4-5 ଜାଗା ରୁହନ୍ତି ଲୋକ, ଆମର ଏଇଠି ହଉଛି କିଛି ନାହିଁ। ନାଗିକି ରହିଛି ସକାଳୁ ସକାଳୁ ତମକୁ ବହୁତ ମାନେ ଅସୁବିଧା କରୁଥିବ ବର୍ଷା। ବର୍ଷା ଟିକେ ହଇରାଣ। ଆଉ କେତେ ସମୟ ଲାଗିବ? ହଁ 12ଟା ଗୋଟା ଯାଇଛି ତ। 12ଟା ଗୋଟା ଯାଏ। ନନା ପୁରା କାମରେ ବ୍ୟସ୍ତ ଚାଲିଛି। ଘନା ଘନ ଛଣା ମାଛ, ତାପରେ ବସିଯିବ ବଡ଼ ଟପ, ତାପରେ ଆରମ୍ଭ ହେଇଯିବ ଘାଣ୍ଟର ବ୍ୟବସ୍ଥା। ଘଣ୍ଟେ ପରେ ପୁଣି ଆରମ୍ଭ ହେଇଯିବ ମାଆଙ୍କ ପାଖରେ ଘାଣ୍ଟ ନୀତି। ତାପରେ ତ ବାଡ଼ିଆ ପିଟା ହେବେ ଟିଫିନ୍ ଧରି ଆଉ। ସେଇ ସମୟକୁ ଅପେକ୍ଷା ଆଉ କିଛି ସମୟ ଲାଗିବ। ଭାଇ ବିଚରା ବର୍ଷାରେ ଭିଜି ଭିଜିକି ଧୋଉଛି ଏପଟେ। ଡିଷ୍ଟର୍ବ କରନି। କେତେ ବର୍ଷାରେ ବିଚରା ଟିକେ ଖାଇବ ଘାଣ୍ଟ ବୋଲି ସେ ବର୍ଷାରେ ଭିଜି ଭିଜି କାମ କରୁଛି। ନା ମୁଁ ଏକା କରିବି, ସେ ଖାଇବେ କ'ଣ ଆଜିର ଘାଣ୍ଟ ବିଷୟରେ ପଦେ କୁହ। ଘାଣ୍ଟ ହେଉଛି ପୁରା ମସ୍ତ ଘାଣ୍ଟ ହେଉଛି। ଆଚ୍ଛା, ପୁରା ହେଉଛି ଜଳଙ୍ଗ ମାଛ ଆଉ ଇଏ ଇଲିଶି ଫିଲିଶି ସବୁ ଆଇଛି। ଆଉ କେତେ ଲୋକ? ଆମର 30 ଲୋକ ହେବେ। ଆଉ 30 ଲୋକ। ମାଛ କେତେ କେଜି? ମାଛ ହେଉଛି 35 ମାନେ ଜଣିକିଆ କେଜିଏ ଲେଖା ଭାଗ ପଡ଼ୁଛି। ହଉ ବଢ଼ିଆ ହଉ ଠିକ୍ ଅଛି, ମାଡ଼ି ଚାଲ। ଯେମିତିକି ଦେଖିପାରୁଥିବେ ଗୋଟେ ଔଷଧ ପାଇଁ ବିଚରା କେତେ କାମ କଲାଣି। ତାକୁ ଆଜି ଔଷଧ ଦେବା କହିକି ମିଛରେ ତାକୁ ଔଷଧ ଦେବା କଥା କହିକି କାମ କରାଉଛନ୍ତି। ସେ ବିଚରା ଓଦା ହେଇକି କାମ କରୁଛି ଦେଖିପାରୁଥିବେ। ତାକୁ ଔଷଧଟେ ଦେବା ପାଇଁ କହିକିରି କାମ କରାଉଛନ୍ତି। କେତେ କ'ଣ କେଉଁ ଔଷଧ ଦେବେ? କେତେ ଟଙ୍କିଆ ପାନ? ଆଉ ଔଷଧ ନାହିଁ? ହଁ ସରିଲା। ଆଉ ସରିବଟି ଚୁଙ୍ଗୁଡ଼ି, ପୁଣି କ'ଣ ମାଛ ଆସିବଟି କୁଆଡ଼େ? ସମସ୍ତେ କାମ ଲାଗିଛନ୍ତି। ବର୍ଷା ହେଲେ ବି କାହାର ମାନେ ଇଏ ନାହିଁ, କାମରେ ବ୍ୟସ୍ତ ସମସ୍ତେ। ଘାଣ୍ଟ ଟିକେ ହବ ଆଉ ଆଜି ଆଉ। ଭଲରେ ହେଇଯାଉ ଘାଣ୍ଟ। ଜୋରରେ ବର୍ଷା ନ ଏମିତି ଟୁପୁ ହଉ ପଛେ ଜୋର ନ ହଉ। ଏଠି ପୋଆ ଆଜି ଆମର ଟମାଟୋ ଆଣିକି ଆସିଲେଣି କାଟିବେ। ବାସ୍ ସାବାସ୍, ଆଜ୍ଞା ଦେଖିକି କାଟେ। ଏଇ ତ ଗୋଟାଏ କାମ କରୁଛି, ଔଷଧ ଖାଇବ ବୋଲି ଟିକେ ଆଜି ଓଦା ବୋଦା କିଛି ମାନୁନି ଆଉ। ବାପା ଆଉ ଭାଗ ନାହିଁ। ଆଉ ତୁ ଯେତେ କହିଲେ ହବନି ଭାଗ ହବନି। ଆମର ଆଉ ଭାଗ ହେଇପାରିବୁନି। ଟିକେ ଲୋକ ସଂଖ୍ୟା ବଢ଼ିଗଲା, ତେଣୁ ଆହୁରି ପୁଣି 5 କେଜି ମାଛ। ଖାଲି ମାଛରେ ଖେଳ ଖାଲି। ବର୍ତ୍ତମାନ ମାଛ ଭଜା ଆମର ସରିଗଲା। ଏବେ ଟପ ବସିଲାଣି, ଆରମ୍ଭ ହେଇଯିବ ଆମର ଘାଣ୍ଟ।
ଘାଣ୍ଟ ପ୍ରୋସେସିଂ ଚାଲିଲା। ବର୍ଷାଟା ଧୀରେ ଧୀରେ ବଢ଼ି ଚାଲିଛି। ଆଜି କ'ଣ ଘାଣ୍ଟ କେମିତି ହେବ, କ'ଣ ଘାଣ୍ଟରେ ପାଣି ପଶିଲା ଭଳିଆ ଲାଗୁଛି ଆଉ। ଆଜି ବର୍ଷାଟା ପୁରା ବଢ଼ି ବଢ଼ି ଚାଲିଛି। କ'ଣ କୁହାଯାଏ, ବର୍ଷାଟା ବଢ଼ି ବଢ଼ି ଚାଲିଛି, ତମ ଘାଣ୍ଟ ଠିକ୍ ହେବ ଟି? ଘାଣ୍ଟ 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 ଘାଣ୍ଟ। ଏଇଠି ଓଦା ହେଇକି ପଳେଇ ଆସିଲା ଭାଇ ମୋର। ଏଇଠି ତମେ ଏଠିକି ଆସୁନ, ତମେ ଏଠି ଛତା ଧରି କୋଠି ଆଇଛ? ଚାଲୁନ ସେଠିକି, ଚାଲୁନ ଏଠି, ସେଠି ଭିଡ଼ିଓଟା କରିବ ନା, ଏଠି କ'ଣ ଅଛି? ଏଇ ଜାଗା ଆଣେ, ଏଇ ଜାଗା ଆଣେ, ଜାଗା ଆଣିଛ? ଏଇଠି ତ କେତେ ଜାଗା ଥୁଆ ହେଇଛି, ଭିଡ଼ିଓ କରୁନ, ଜାଗା ସାଢ଼େ କ'ଣ ପଡ଼ିବ? କେମିତି ଲାଗୁଛି? ଟେଷ୍ଟ ଲାଗୁଛି ତ?